ବେକାରିଆ କଥା ସେ ତମେ ତମେ ଶୁଣ ଛୁଆ ପିଲା ସବୁ ଯାତ୍ରା ପଟେ ଚାକିରି କଲେଣି ନା। ମୋ ବଡ ଝିଅ ଫୋନ କରିଥିଲି, ବଡ ବାଙ୍ଗଲାରେ ସଫ୍ଟୱେର ଇଞ୍ଜିନିୟର ଅଛି ନା। ଭାଇଲୋ ହଁ ଦେଖ ମନ ଦୁଃଖ କରନି। ମନ ଦୁଃଖ ତ ହଉଛି। ବଡ ଝିଅ ଫୋନ କରିଥିଲି, କହିଲି ମା ଏମିତି ହେଲା କାନ୍ଦି ମୋ ଝିଅ କତି ମୋ ଝିଅ କହୁଛି ବାପା ଅଙ୍କଲଙ୍କ ପଇସା ଫେରେଇ ଦିଅ। କୋଉ ଯାତ୍ରା ପାଟେ ରହିନି ସିନା ଅଙ୍କଲ କହିବେ ତମେ କୋଉ ଯାତ୍ରା ପାଟେ ରହିବନି, ରହିନି ସିନା ଅଙ୍କଲ ତମକୁ ରାଗିବେ। ଆଉ ମୁଁ ତୁଳସୀ ନ ରହିବି କୋଉ ଯାତ୍ରା ପାଟେ ରହିବି ନା, ଆଉ କୋଉଠି ରହିବି। ତମେ ଆରାମରେ ଯାଇକି ଗାଧୁଆ ପାଧୁଆ କରିକି ଶେଷ ଖା, ତାପରେ କଥା ହବା ହେଲା। ଏରା ସବୁ ଆକସ୍ମିକ ଘଟଣା ଏମିତି ଜୀବନ ଘଟି ନଥିଲା ନା। ତମେ ଆରାମରେ ଯାଇକି ଗାଧୁଆ ପାଧୁଆ କର, ଖା, ତାପରେ ମନ ଭଲ ଲାଗିବ। ମୁଁ କାହାକୁ କିଛି କହୁନି କି କୋଉ ପାଠ ଆକସ୍ମିକ ଘରେ କହିଲେ ଆଉ ବଡ ଝିଅ ଫୋନ କରିବୁନି। ତମେ ଏଇ କଥା କାହିଁ କହିଲ କି ଘରେ? ନା ଘରେ ବଡ ଝିଅ କହିଦେଲି, ମୋ ଝିଅକୁ କହିଲି ମା ମୁଁ ଆଜି ଏତେ ବର୍ଷ ପରେ ଅସମାନ ଚାହିଁନି। ବେକାରିଆ କଥା। ମନୁ ଭାଇ ମୋ ଝିଅ ସିଏ ତ ଛାଡିକି ମତେ ଚଣ୍ଡିଖୋଲ ଛାଡି ତାଙ୍କ ଗାଡି କାମ ହଉଛି ନା, ଏଇ ଯୋଉ ସପନ ଗାଡି ସିଏ ପଳେଇଲା। ମୁଁ ଏକୁଟିଆ ଆସିଲ, କେହି ନାହାନ୍ତି। ଏକୁଟିଆ ଥିଲେ ଯେ ପଇସା ପତ୍ର ନେଇକି ଯାଉଛ। ନା ପଇସା ତାକୁ ଭଦ୍ରକ ଯୋଉ ପିଲା ହେଇଥିଲାନି ନା, ତା ପଇସା ପଠେଇଦେନି। ମୋ ହାତରେ ପଇସା ନାହିଁ, ମାଲିକ ଯୋଉ ଦେଇଥିଲା ତା ପଇସା ପଠେଇଦେନି। ମୁଁ ତ ମାଲିକ ପଇସା ରଖିଲାନି, ତମ ପଇସା କାହିଁ ରଖିବୁ। ଘରକୁ ଫୋନ କରିନି, କହିଲା କଣ ମୋ ଝିଅ ତମେ ଇଏ କର, ତମେ ଶୁଣ, ତମେ ଯାଇକି ଗାଧେଇ ମୋ ଝିଅ କଣ କହୁ ଜାଣିଛ ନା? ବେକାରିଆ କଥା ମନୁ ଭାଇ ମୁଁ କାହିଁ ମୋ ବାବୁଟା ହଇରାଣ କରିବି। ମୋ ଝିଅ କଣ କହୁ ଜାଣିଛ ନା? ମୋର ମତ, ମୋ ପରିବାର ମତ। ମନୁ ଭାଇ ମୋ ବାବୁ ଯଦି ଫୋନ କରିଥାନ୍ତି, ମୁଁ କରିଥିଲି ଯେ ନାଣ୍ଡ କତିକି। ମୋ ଝିଅ କଣ କହିଲା, ମୋ ମାଇଗ୍ରେନ୍ ଖରାପ ଭାବିଲା ନାଣ୍ଡ। ମୋ ଝିଅ ଫୋନ କରି ତା କଥା କାଳେ ତା ଝିଅ ବୋଲି ତା ଝିଅ ବୋଲି ଭାବିବେ ବୋଲି। ମୁଁ ବାବୁ କହିଲେ ନରୀ ରହ, ମୁଁ 5 ମିନିଟ୍ ପରେ ଫୋନ କରୁଛି। ସେ ଲୋକ ଖାଲି ଯାତ୍ରା ପାଟି କରୁନାହାନ୍ତି, ସେମାନେ 8ଟା ପଞ୍ଚାୟତର ଦାୟିତ୍ୱରେ ସେମାନେ ଅଛନ୍ତି। ମୁଁ କହିଲି ବାବୁ ଏଇ ଫୋନ କରିଥିଲି, ପାଗିଳି ତୁ କଥା ହେଇଥାନ୍ତୁ ବାବୁ ସାଙ୍ଗରେ। ମୋ ଝିଅ କହିଲା ନାଣ୍ଡ ବାବୁ ଝିଅ ଯିଏ ମୋ ଝିଅ ସିଏ ଝିଅ କଥା ହେଲେ କଣ କଥା ହବନି? କି କଥା ତା ଝିଅ କଣ କହୁଛି ଜାଣିଛ ନା? ତା ଝିଅ କହୁଛି ଅଙ୍କଲ କୁହ ମୋ ବାପା ପଇସା ଫେରେଇ ଦେବେ, ଆଉ ହଉଛି ମୋ ବାପା ଯଦି କୌଣସି ଯାତ୍ରା ପାଟେ ରହିବେ 25-26 ତମେ ଯୋଉ ଆକ୍ସନ ନବ ସିଏ ନେବେ। ଗାଧୁଆ ପାଧୁଆ କର, ପଛେ କଥା ହବା ହେଲା। ତମେ ଗାଧୁଆ ପାଧୁଆ କରିକି ଖା। ବଡ ଝିଅ ଖାଇନି ରାତିରେ ପୁଣି କାମ, ରାତିରେ ପୁଣି କାମ। ତମର ଗୋଟେ ମାଲିକ କତିରେ ବେକାରିଆ କଥା। ଗୋଟେ କଳାକାର ନା ସ୍ୱାଭିମାନ କଳାକାର। ମୁଁ କେବେ ନୁହେଁ ମୋ ଜୀବନର। ବାବୁ ଯଦି କହିଥାନ୍ତେ ନରୀ ତୁ କେତେ ସାହାଯ୍ୟ କର, ଆଉ ମୁଁ ପଇସା ଆଣିଥିଲି ତ ଫେରେଇବି ତ। ଶୁଣ ବେକାରିଆ କଥା, ଶୁଣ ଏମିତି ବି ହେଇପାରେ। ଶୁଣ ଏତେ ସବୁ ରାଗିଲା ପରେ ଯୋଉ କଥାଟା ହେଇଛି ନରୀନା, ନାଇଁ ଶୁଣ ଏଇଟା ଆମେ ବିଚାର କଥା କହିବା। ସେଇ ଜାଗାରେ ତମେ ହେଇଥାନ୍ତ, ତମେ କଣ କରିଥାନ୍ତ? ସେଇ ଜାଗାରେ ତମେ ବି କଣ ହେଇଥାନ୍ତ? ଯାହା ହେଇଛି ଛାଡ ସେ କଥା। ସେଇ ଜାଗାରେ ତମେ ହେଇଥାନ୍ତ। ଭୁଲଟା ତ ଆମେ କହିବା ନା, ସବୁ କଳାକାର ତ ଏମିତି ନଉଛନ୍ତି। ମୁଁ ତ 52 ବର୍ଷ ପରେ ଗୋଟେ ପନିଶମେଣ୍ଟ ପାଇନି ନା। ଆଉ ମୁଁ ସିନା କୋଉ ଯାତ୍ରା ପାଟେ ଚାକିରି କଲେ ବାବୁ ମୋ ପଇସା ମୁଁ ଯାତ୍ରା ପାଟେ ଚାକିରି କରିବିନି ଆଉ। ତମ ରାଗ ଭାଇ ମୁଁ 30 ବର୍ଷ ପାଉଡର ମାଇନି ନା।
ମୁଁ କାହିଁ ବାବୁ କହିବେ ଯେ ନରି ତୁ ମୋ ପାଟେ ରହିଲୁ ଅନ୍ୟ ପାଟେ ରହିଲୁ ଅନ୍ୟ ପାଟେ ତାଙ୍କର ସାଙ୍ଗେ ରାଗ ହବ। ମୋ ଛୁଆ ତ ପୋଷିବା ପାଇଁ ରାଜି ଅଛନ୍ତି ନା। ମୁଁ ଯାତ୍ରା ପାଟେ ବାବୁ ତମକୁ ଫୋନ କର, ତମ ବାବୁ କତି ଫୋନ କରିଥିଲ କି? ହଁ ଫୋନ କରିଥିଲି, ବାବୁ କହିଲେ ଯେ ବ୍ୟସ୍ତ ଅଛି ନରି ନ କହୁଛି। ମୁଁ ତ ଆସିଲା ବେଳକୁ ତା ଝିଅ କଥା ହବ, ତା ଝିଅ କଥା ହବ, ତା ଝିଅ କଥା ହବ। ବାବୁ ମୁଁ କହିଲି ମୋ ଦିଟା କଥା ହେଲେ କଣ ତମ ଝିଅ କଥା ହବ ବାବୁ, ତମେ ରିପ୍ଲାଏ ତାକୁ ଦବ। ଟିକେ ବି ତମ ଝିଅ କଥା ହେଲେ ଟିକେ ବି କଥାବାର୍ତ୍ତାରେ ଟିକେ ବି ଭୁଲ ହବନି। ମୋ ମାଇକିନା କଥା ହେଲେ ଭୁଲ ନା ବାବୁ, ମୋ ଝିଅ ତମ ଝିଅ ତମ କତି ଫୋନ କରିବ। ହଁ କି ସେ ବେକାରିଆ କଥା, ସେ ଭୁଲ ଭାଲ ହବନି। ସେ ଆଗେ ଇଏ କର, ତମେ ଇଏ କର, ଗାଧେଇ ମୋ ଛୁଆକୁ ମଣିଷ କରୁଛି, ମୁଁ ଯାତ୍ରା ନକଲେ ମୋ ଛୁଆ ପୁଷିଦେବେ। ଗାଧେଇକି ଖା ହେଲା। ଏତେ ଦିନ ଯାତ୍ରା ରହିଲି ମା ଶୁଣ ମନ ଦୁଃଖ କରନି। ତମେ ଇଏ କର, ହ୍ୟାଲୋ, ତମେ ଯାଇକି ଗାଧେଇ ପିଟିଲ ଶୁଣୁନ, ହ୍ୟାଲୋ ଶୁଣୁନ, ମୁଁ କି ଅଭିନୟ କରିବି ତମ କତି ଗଲେ? ମତେ ଭଲ ଲାଗୁନି। କୋଉ ଯାତ୍ରା ପଟେ ଯିବିନି ବାବୁ, ଯିବି ତୁଳ ଯିବି ଯିବିନି। ମୋ ଜୀବନର ଏଠି ଶେଷ ହେଇଗଲା। ତମେ ଇଏ କର ହେଲା। ମୁଁ ଫ୍ରେଶ ଅଛି। ବାବୁଙ୍କୁ ମୁଁ ଫୋନ କରିଥିଲି। ଆଉ ହଉଛି ବାବୁ କେତେ ମନ ଦୁଃଖ, ଶୁଣ ବାବୁ କେତେ ମନ ଦୁଃଖ। ବାବୁ କହିବେନି ବାବୁ ମୋ ଝିଅ ଫୋନ କରିବ ତମେ ଉଠେଇବ ନା? ତମେ ଶୁଣ ବ୍ରାହ୍ମଣ ଲୋକ ପାଇଁ ହାତ ଉଠେଇଲେ ବୋଲି କେତେ ମନ ଦୁଃଖ କରୁଛି ଜାଣିଛ? ମୋ ବଡ ଭାଇ ତ, ମୋ ବଡ ଭାଇ ମୋ ଉପରେ ହାତ ଉଠେଇଛି। କଣ ମୋର ଭୁଲ ବୋଲି ସେଟା ମତେ ମୁଁ ତ ଭୁଲ ସ୍ୱୀକାର କରୁଛି ନା। ମୁଁ ଗୋଟେ ପରିବାର କରୁଛି କି ମୁଁ କିଛି କହୁନି। ଛାଡ, ଯାଇକି ଇଏ କର, ପଇସା ପତ୍ର ନା ମୁଁ ଚାହୁଁଥିଲି। ତାଙ୍କ ସ୍ୱପ୍ନ ଭଲ ମେନ୍ଦର ଆସିଥିଲା, ତାଙ୍କ ପଇସା ଭଲ ନୁହେଁ। ତାଙ୍କ ଗାଁ ପଇସା ତାକୁ ଦେଇଦେନି, ମୋର କିଛି ନାହିଁ। ଆଉ ମୋ ଝିଅ କହିନି ବା ଯଦି ମୁଁ କୌଣସି ଯାତ୍ରା ପଟେ ରହିବି ନାହିଁ। ଆଉ ରହିବି ହଉଛି ରହି ଆମର ତୁଳସୀର ଏଇଆ ହଉଛି ଫାଇନାଲ। ତମେ ବିରକ୍ତ କର। ମୋ ଝିଅ କହୁଛି ବାପା ତମେ ଯାତ୍ରା ପାଟି ନରେ ନା, ତମେ ବଞ୍ଚି ପାରିବନି ନା। ତମର କଣ ଗାଡି ଅଛି ନା ଘୋଡା ଅଛି ନା କଣ ଅଛି? ତମେ ତ ଗଣ୍ଡେ ଖାଇବା ପେଟ ରହିବ। ଆମେ ତ ଦିଟା ଝିଅ ଚାକିରି କରୁନୁ ନା। ଆଉ ମୁଁ କହୁଛି ବାବୁଙ୍କୁ, ବାବୁ ଯଦି ମୁଁ କୌଣସି ଯାତ୍ରା ମନୁ ଭାଇ ମୁଁ ଯୋଉଟା ଏଗ୍ରିମେଣ୍ଟ କରିକି ଆଇଛି, ଯଦି କୌଣସି ଯାତ୍ରା ପାଟିର ମୁଁ ରହିଲି ତାହେଲେ ବାବୁ ମୋ ପ୍ରତି କଠୋର ପନ୍ଥୀ ନେବେ। ଯଦି ମୁଁ କୋଉଠି ନ ରହିନି ମତେ ତମ ପଇସା ନେଇଯିବ ନା ନାଇଁ? ତମେ ଯେତେବେଳେ ନ ଉଠେଇଦେବି ମୁଁ କୋଉଠି ରହିବି ନେଲ। ତମେ ନେଇକି ଆଗେ ପର ପଇସା ନେଇକି ମୁଁ ପର ପଇସା ସୁଧ ଦେଇଛି। ମୋ ଝିଅ କହୁଛନ୍ତି, ମୋ ସଫ୍ଟୱେର ଯୋଉ ଚାକିରି ଝିଅ ଜଏନ୍ କରୁଛନ୍ତି, ତମେ ନେଇକି ବାବା ମୁଁ ପଇସା ଦେବି। ମୁଁ ଯଦି କୌଣସି 25-26 କୋଉ ଯାତ୍ରା ପାଟି ରହିନି, ତମେ ଯୋଉ ଦଣ୍ଡ ଦବ ମୁଁ ସେଇ ଦଣ୍ଡ ବେକାରିଆ କଥା। ତମେ ବାବୁ ତମ ଝିଅ ଦେଖିବା କଣ କଥା ହବା। ଭଲ ହବ। ମୁଁ କହିନି ବାବୁ ତମ ଝିଅ ତମ ସାର କଥା ହବ, ମୁଁ କଥା ହେବି। ଭଲ କି ଯୋଉଟା ଭଲ ହବ ଆମେ କଥା ହେଇ। ମୋର ପଇସା ଦରକାର ନାହିଁ କି ମୋର ମୁଁ ବାବୁଙ୍କୁ ଅସମ୍ମାନ ଚାହୁଁନି ଯେ ମୋ ବାବୁ କି କୌଣସି ଯାତ୍ରା ରହିନି ଜାଣିବେ। ମୋ ଛୁଆ ଚାକିରି କଲେଣି ନା, ଖୁସିରେ। ହଉ ତ ରୁହ ତମର ସେଇ ସଡନଲି ଖାଲି କଥା ପାଇଁ ରୁହ। ତମେ ଖାଇଲଣି ନା ନାଇଁ? ନା ମୁଁ ଖାଇଲଣି। ଖାଇବି ଯାଉଛି ବସରେ ଯିବି, କେତେବେଳେ ପହଞ୍ଚିବି ଡେରି ହେଇଯିବ। ସିଏ ତ ପଳେଇଲେ ନା, ତାଙ୍କ ଗାଡି କାମ ହଉଛି। ହଉ ମନେ କଥା ହବା।